ସକାଳର ବ୍ୟସ୍ତତା ଭିତରେ ଆଜି ଆମେ ପ୍ରସ୍ତୁତ କରିବା ଝଟପଟ ବନୁଥିବା ଗୋଟେ ସ୍ୱାଦିଷ୍ଟ ଟିଫିନ୍ ରେସିପି ବା ଜଳଖିଆ ରେସିପିଟି ପ୍ରସ୍ତୁତ କରିବା। ବିନା ବିରି, ବିନା ବେକିଂ ସୋଡ଼ା, ବିନା ଚାଉଳରେ ଆଜି ଆମେ ପ୍ରସ୍ତୁତ କରିବା। ବହୁତ ସ୍ୱାଦିଷ୍ଟ ଲାଗିବ। ପାଟିରେ କରୁ କରୁ ମିଳିଯିବ। ଛୁଆଠୁ ବଡ଼ ସମସ୍ତେ ପସନ୍ଦ କରିବେ ଆଉ ହେଲ୍ଦି ବି ରହିବ। ତ ଦେଖନ୍ତୁ କେତେ ସ୍ୱାଦିଷ୍ଟ ବନିଥିବ ଜଳଖିଆ ରେସିପିଟି। ଆଉ ଆପଣମାନେ ଆକୁ ଘରେ ପୁରା ଇଜିଲି ପ୍ରସ୍ତୁତ କରି ଖାଇପାରିବେ। ସକାଳରେ ହଉ କି ସନ୍ଧ୍ୟାରେ ହଉ এই ଜଳଖିଆ ରେସିପିଟି ଦେଖିବେ ସମସ୍ତେ ଘରେ ପସନ୍ଦ କରିବେ। ତ ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଦେଖନ୍ତୁ ଏଠି କିଛି ପନିପରିବା ନେଇଛି। ପନିପରିବାରେ ମୁଁ କ୍ୟାପ୍ସିକମ୍ ନେଇଛି, ପିଆଜ ନେଇଛି, ପୁଣି ଗାଜର ନେଇଛି, ଆଳୁ ନେଇଛି। ଆପଣମାନଙ୍କୁ ଯାହା ବି ପନିପରିବା ପସନ୍ଦ ଆପଣମାନେ ଏଠି ନେଇପାରିବେ। ଆଉ କଞ୍ଚା ଲଙ୍କା ଦୁଇଟି ମୁଁ ଏଠି ନେଇଛି। ଯେହେତୁ ଆଜି ଆମେ ବିନା ମସଲା ଗୁଣ୍ଡରେ ଆମେ ପ୍ରସ୍ତୁତ କରିବା ଆଉ ଘରର ବେସିକ୍ ସାମଗ୍ରୀରେ ପ୍ରସ୍ତୁତ କରିବା, ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ତ ଦେଖନ୍ତୁ ଏଠି ମୁଁ ଗ୍ରେଟର ସାହାଯ୍ୟରେ ଆଳୁ ଗାଜରକୁ ଗ୍ରେଟ୍ କରିଦେଇଛି ଆଉ ପିଆଜକୁ ଛୋଟ ଛୋଟ ପିସେସ୍ରେ କଟିଂ କରିଦେଇଛି। କ୍ୟାପ୍ସିକମ୍ ମୁଁ ଛୋଟ ଛୋଟ ପିସେସ୍ରେ କଟିଂ କରିଛି ଆଉ କଞ୍ଚା ଲଙ୍କାକୁ ବି ଛୋଟ ଛୋଟ ପିସେସ୍ରେ ଏଠି ମୁଁ କଟିଂ କରିଛି। ଯଦି ଛୁଆମାନଙ୍କ ପାଇଁ ବନାଉଛନ୍ତି ତାହେଲେ କଞ୍ଚା ଲଙ୍କାକୁ ଆପଣମାନେ ସ୍କିପ୍ କରିପାରିବେ। ତାପରେ ଗୋଟେ ଏଠି ଆମେ ପେନ୍ ନେବା। ପେନ୍ରେ ଏଡ଼୍ କରିଦେବା ଆମେ ତେଲ। ତ ଏଠି ମୁଁ ରିଫାଇନ୍ ତେଲ ଏଡ଼୍ କରିଛି। ଆପଣମାନେ ଚାହିଁଲେ ସୋରିଷ ତେଲ ବି ଏଡ଼୍ କରିପାରିବେ, ନହେଲେ ଘିଅ ବଟର ଯାହା ବି ଏଡ଼୍ କରିପାରିବେ ଏଠି। ତ ଦେଖିବେ ଏଠି ଅଳ୍ପ ଟିକେ ଆମେ ଫୁଟଣ ଏଡ଼୍ କରିବା। ଏଠି ମୁଁ ଜିରା ଆଉ ସୋରିଷର ଫୁଟଣ ଦେଇଛି। ତ ଦେଖିବେ ଏଥିରେ ବହୁତ ବଢ଼ିଆ ଟେଷ୍ଟି ଲାଗିବ। ଆପଣମାନେ ଚାହିଁଲେ ଏଠି ଡାଇରେକ୍ଟ ଭେଜିଟେବୁଲ୍ ବି ଏଡ଼୍ କରିକିରି ବନେଇ ପାରିବେ ରେସିପିଟି, କିନ୍ତୁ এইଭଳି ପ୍ରୋସେସ୍ରେ ଯଦି ପ୍ରସ୍ତୁତ କରିବେ ନା ତାର ଫ୍ଲେଭରଟା ବହୁତ ବଢ଼ିଆ ଲାଗିବ ଆଉ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିବ। ତ ଦେଖନ୍ତୁ ଏଠି ଆମେ ଜିରା ସୋରିଷ ଟିକେ ଫୁଟି ସାରିବା ପରେ ପିଆଜ କଞ୍ଚା ଲଙ୍କାକୁ ଏଡ଼୍ କରିଦେବା। ଟିକେ ହାଲକା ସଫ୍ଟ ହେଲା ପର୍ଯ୍ୟନ୍ତ ତାକୁ ଆମେ ଫ୍ରାଏ କରିବା। ଅଧିକ ସମୟ ଫ୍ରାଏ କରିବେନି, କାହିଁକି ନା ଦେଖିବେ ଭେଜିଟେବୁଲରେ ଟିକେ ଯଦି କଞ୍ଚା ରହିବ ବା ଦରସିଝା ରହିବ ନା ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିବ। ପୁଣି ଥରେ ଆମେ ତାକୁ ପ୍ରସ୍ତୁତ କରିବା ଚକୁଳି, ତ ସେଇଥିରେ ବି ଆମେ ଏଡ଼୍ କରିବା, ତ ସେଇଥିରେ ବି ସିଝିବ। ତ ସେଥିପାଇଁ ଅଳ୍ପ ଟିକେ ହିଁ ଫ୍ରାଏ କରିବେ, ଅଧିକ ସମୟ ଫ୍ରାଏ କରିବେନି, କିଛି ସମୟ ପାଇଁ ଫ୍ରାଏ କରିବେ। ତ ଏବେ ଚାଲନ୍ତୁ ଟିକେ ହାଲକା ସଫ୍ଟ ହେଇସାରିବା ପରେ ଆମେ ବାକି ଯେଉଁ ଭେଜିଟେବୁଲ୍ ସବୁ କଟିଂ କରି ରଖିଥିଲେ ସବୁ ତାକୁ ଏଡ଼୍ କରିଦେବା। ଏଠି ମୁଁ ଟୋଟାଲ୍ ଲୁଣ ଏଡ଼୍ କରିନି, ଆଗକୁ ଆମେ ଲୁଣ ଏଡ଼୍ କରିବା। ତ ଏଠି ଲୁଣକୁ ମୁଁ ସ୍କିପ୍ କରିଦେଇଛି। ତ ଆପଣମାନେ ଚାହିଁଲେ ପନିପରିବା ଅନୁସାରେ ଲୁଣ ଦେଇପାରିବେ, କିନ୍ତୁ ଦେଖିବେ ପନିପରିବା ଅନୁସାରେ ଲୁଣ ଦେବା ଦ୍ୱାରା କ'ଣ ହେବ ନା ସେ ପୁରା ପାଣି ଛାଡ଼ିଦେବ। ତ ଦେଖିବେ ଏତେ ଖାଇବାକୁ ସ୍ୱାଦିଷ୍ଟ ବି ଲାଗିବନି। ତ ଏବେ ଆମେ କ'ଣ କରିବା ନା ଆକୁ ଟିକେ ଦରସିଝା ପ୍ରସ୍ତୁତ କରିବା, ମାନେ 2ରୁ 3 ମିନିଟ୍ ପାଇଁ ହିଁ ଆକୁ ଫ୍ରାଏ କରିବେ, ଯେହେତୁ ପୁରାପୁରି ପତଲା ପତଲା ପିସେସ୍ରେ ଆମେ କଟିଂ କରିଛନ୍ତି। ତ ଦେଖନ୍ତୁ ଧୀରେ ଧୀରେ ପୁରା ହାଲକା କଲର୍ ଚେଞ୍ଜ ହେଇସାରିଲା, ତ ଜାଣିଦେବେ ଯେ ପରଫେକ୍ଟଲି ବନି ସାରିଲାଣି। ତ ଏବେ କ'ଣ କରିବା ଆମେ ଗ୍ୟାସ୍ ଫ୍ୟାନ୍କୁ ଅଫ୍ କରିଦେବା। ଆକୁ କିଛି ସମୟ ଆମେ ଥଣ୍ଡା ହେବାକୁ ଦେବା। ସେଥି ଭିତରେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ଆମେ ପ୍ରସ୍ତୁତ କରିବା। ତ ପ୍ରଥମେ ଗୋଟେ ବାଉଲ୍ ନେବା। ଏଠି ନେଇଛି ମୁଁ ଗୋଟେ ଗିନା ଅଟା ନେଇଛି। ଯେହେତୁ ଆମେ ହେଲ୍ଦି ରେସିପିଟି ପ୍ରସ୍ତୁତ କରିବା ତ ଅଟାରେ ହିଁ ପ୍ରସ୍ତୁତ କରିବା। ଆପଣମାନେ ଚାହିଁଲେ ମଇଦାରେ ବି ସେମ୍ ପ୍ରୋସେସ୍ରେ ପ୍ରସ୍ତୁତ କରିପାରିବେ। ତ ଏଠି ବଡ଼ 2 ଚାମଚ ମୁଁ ସେଇଥିରେ ଏଡ଼୍ କରିଛି ସୁଜି, ଆଉ ବଡ଼ 2 ଚାମଚ ସେଇଥିରେ ବେସନ ଏଡ଼୍ କରିଛି। ତ ଏଠି ସୁଜି ବେସନ ପୁରାପୁରି ଅପସନାଲ୍ ଅଛି। ଆପଣମାନେ ଚାହିଁଲେ ଏଡ଼୍ କରିବେ, ନହେଲେ ସ୍କିପ୍ କରିପାରିବେ, କିନ୍ତୁ ଏଡ଼୍ କରିବା ଦ୍ୱାରା ଟିକେ ଆଉ ଟିକେ ଟେଷ୍ଟକୁ ବଢ଼େଇ ଦେଇଥାଏ। ଆଉ ହାଫ୍ ଚାମଚ ସେଇଥିରେ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଯେହେତୁ ଆମେ ପନିପରିବାରେ ଲୁଣ ଏଡ଼୍ କରିନାହାନ୍ତି, କେବଳ ଏଇ ବେଟରରେ ହିଁ ଆମେ ଲୁଣ ଏଡ଼୍ କରିବା। ଏବେ କ'ଣ କରିବା ନା ଆମେ ଚାମଚ ସାହାଯ୍ୟରେ ମିକ୍ସ କରିଦେବା। ଆପଣମାନେ ଚାହିଁଲେ ଏଠି କେବଳ ଅଟାରେ ହିଁ ପ୍ରସ୍ତୁତ କରିପାରିବେ ବି। ତ এইଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବେ। ମିକ୍ସ କରିସାରିବା ପରେ ଆମେ ଗୋଟେ ଗ୍ଲାସ୍ରେ ପାଣି ନେବା। ସେଥିରେ ଅଳ୍ପ ଅଳ୍ପ ପାଣିକୁ ଏଡ଼୍ କରି ଆମେ ଭଲସେ ଟିକେ ମିକ୍ସ କରୁଥିବା, ଯେମିତିକି ଗୁଳା ବନିବନି, ସେଥିପ୍ରତି ଟିକେ ଧ୍ୟାନ ଦେବେ। ତ ଦେଖନ୍ତୁ এইଭଳି ପ୍ରୋସେସ୍ରେ ଟିକେ ମିକ୍ସ କରୁଥିବେ। ଅଧିକ ବହଳିଆ ନାହିଁ କି ପତଳା ନାହିଁ, ସେଇଭଳି ଆମେ ବେଟର୍ ଗୋଟେ ଆମେ ପ୍ରସ୍ତୁତ କରିବା। ପୁଣି ଥରେ ପାଣିକୁ ଏଡ଼୍ କରିବେ, ଏକାଥରକେ ପାଣି ଏଡ଼୍ କରିବେନି। ତ এইଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିବା ଆମେ। ତ ଏଠି ମୁଁ କେବଳ କଲର୍ ପାଇଁ ହିଁ ହଳଦୀ ଗୁଣ୍ଡ ଏଡ଼୍ କରିଛି। ଆପଣମାନେ ଯଦି ମସଲା ଖାଇବାକୁ ପସନ୍ଦ କରନ୍ତି ତାହେଲେ ଏଠି ମସଲା ଗୁଣ୍ଡ ବି ଏଡ଼୍ କରିପାରିବେ, ମୁଁ ଏଠି ସ୍କିପ୍ କରିଦେଇଛି। ଆଉ ଯଦି ଜୁଆଣି ଚାହିଁବେ ଏଡ଼୍ କରିପାରିବେ, ଯେହେତୁ ମୁଁ ଜିରା ଏଡ଼୍ କରିଛି ତ ମୁଁ ଏଠି ଜୁଆଣିକୁ ସ୍କିପ୍ କରିଦେଇଛି। ତ ଏବେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତ ଦେଖିବେ ଫ୍ରେଣ୍ଡସ୍ ଏ 5ରୁ 10 ମିନିଟ୍ରେ ପୁରା ବନିକି ରେଡ଼ି ହେଇଯାଏ ଆଉ ବହୁତ ସ୍ୱାଦିଷ୍ଟ ଲାଗେ। ତ ପାଟିରେ ଏଡ଼୍ କରୁ କରୁ ମିଳିଯିବ। ତ এই ରେସିପିଟି ଘରେ ଥରେ ମାତ୍ର ଟ୍ରାଏ କରନ୍ତୁ, ଦେଖିବେ ସମସ୍ତେ ଘରେ ପସନ୍ଦ କରିବେ। ତ ଦେଖନ୍ତୁ এইଭଳି ଗୋଟେ ବେଟର୍ ବନିବା ଦରକାର। ଅଧିକା ବହଳିଆ ନାହିଁ କି ଅଧିକା ପତଳା ନାହିଁ। ତ এইଭଳି ବେଟର୍
ଯେମିତିକି ଗୋଟେ ଧାରରେ ଦେଖନ୍ତୁ ଏଇଭଳି ପଡ଼ୁଥିବ ଚାମଚରେ ପକେଇଲା ମାନେ। ତ ଏଇଭଳି ପ୍ରୋସେସ୍ରେ ଗୋଟେ ବେଟର୍ ବନିକି ରେଡ଼ି କରିବେ। ଏ ବେଟର୍ଟି ବନି ସାରିବା ପରେ ଆମର ଦେଖନ୍ତୁ ପନିପରିବା ସବୁ ଏଇଠି ଯେଉଁ ଆମେ ଭାଜିକି ରଖିଥିଲେ, ତ ସେ ହାଲକା ଥଣ୍ଡା ହେଇସାରିଛି। ତାକୁ ଆମେ ଏଥିରେ ଏବେ ଏଡ଼୍ କରିଦେବା। ଏଡ଼୍ କରିକିରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତ ତା ପୂର୍ବରୁ ଅଳ୍ପ ଟିକେ ମୁଁ ଏଇଠି ଛୋଟ ଛୋଟ ପିସେସ୍ରେ କଟିଂ କରି ଧନିଆ ପତ୍ର ଏଡ଼୍ କରିଛି। ଧନିଆ ପତ୍ର ଏଠି ପୁରାପୁରି ଅପସନାଲ୍ ଅଛି, ଯଦି ପାଖରେ ଅଛି ତାହେଲେ ଏଡ଼୍ କରନ୍ତୁ। ବହୁତ ବଢ଼ିଆ ଫ୍ଲେଭର୍ ଆସେ ଧନିଆ ପତ୍ରର ଏଇ ରେସିପିରେ। ତ ଏବେ ଆମେ ପୁଣି ଥରେ ଟିକେ ଆକୁ ଆମେ ଭଲସେ ଆକୁ ମିକ୍ସ କରିଦେବା। ଆପଣମାନେ ଚାହିଁଲେ ପୁଦିନା ପତ୍ର ବି ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ଼୍ କରିବେ, ତ ବି ଦେଖିବେ ଫ୍ଲେଭର୍ ବହୁତ ବଢ଼ିଆ ଆସିବ। ତ ପୁଣି ଥରେ ଆକୁ ଭଲସେ ମିକ୍ସ କରିବା। ମିକ୍ସ କରିକିରି ଆକୁ ଆମେ ଏବେ ପ୍ରସ୍ତୁତ କରିବା ଆମର ବହୁତ ବଢ଼ିଆ ଗୋଟେ ସ୍ୱାଦିଷ୍ଟ ରେସିପି ବା ସକାଳର ଜଳଖିଆ ରେସିପିଟି। ଆପଣମାନେ ଯଦି ଏଇ ରେସିପିଟି ପ୍ରସ୍ତୁତ କରୁଛନ୍ତି ଦେଖିବେ ତରକାରୀ ବି ଆଉ ଦରକାର ନାହିଁ, ଯେହେତୁ ଏଥିରେ ଆମେ ଭେଜିଟେବୁଲ୍ ଏଡ଼୍ କରିଛନ୍ତି। ଆଉ ରାଗ ପାଇଁ ବୋଲି ଏଠି ମୁଁ କଞ୍ଚା ଲଙ୍କା ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ଼୍ କରିଛି। ଆପଣମାନେ ଚାହିଁଲେ ଚିଲି ଫ୍ଲେକ୍ସ ବି ଏଡ଼୍ କରିପାରିବେ ବା ଦରକୁଟା ଲଙ୍କାଗୁଣ୍ଡ ବି ଏଡ଼୍ କରିପାରିବେ। ତ ଛୁଆମାନଙ୍କ ପାଇଁ ଯଦି ବନାଉଛନ୍ତି ତାହେଲେ ଲଙ୍କା ଗୁଣ୍ଡ ସ୍କିପ୍ କରିପାରିବେ। ତ ଦେଖନ୍ତୁ ବେଟର୍ଟି ଏଇଭଳି ହେବା ଦରକାର। ଆପଣମାନଙ୍କୁ ପାଖରୁ ଦେଖାଉଛି, ଦେଖନ୍ତୁ ଅଧିକ ବହଳିଆ ନାହିଁ କି ଅଧିକ ପତଲା ନାହିଁ, ଏଇଭଳି ଗୋଟେ ଷ୍ଟ୍ରକ୍ଚର୍ ହେବା ଦରକାର। ଦେଖନ୍ତୁ ବିନା ବେକିଂ ସୋଡ଼ାରେ ଆମେ ବନାଉଛନ୍ତି, ତ ଫିର୍ ବି ବହୁତ ବଢ଼ିଆ ଗୋଟେ ବନିକି ଚକୁଳି ରେସିପି ଆମର ପ୍ରସ୍ତୁତ ହେବ। ଅଟା ଚକୁଳି ବୋଲି କହିପାରିବେ ବା ଭେଜିଟେବୁଲ୍ ଅଟା ଚକୁଳି ବି ଆ ନାଁ ଦେଇପାରିବେ। ତ କ'ଣ ଆର ନାଁ ଦିଆହେବ ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ତ ଦେଖନ୍ତୁ ଏଠି ଗୋଟେ ମୁଁ ପେନ୍ ନେଇଛି। ଆଉ ତେଲ ଆପଣମାନେ ଯେତିକି ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ତେଲ ଏଡ଼୍ କରିବେ। ଏଠି ଦେଖିବେ ଅଳ୍ପ ହାଫ୍ ଚାମଚ ତେଲରେ ବି ଇଏ ବନିକି ରେଡ଼ି ହେଇଯିବ। ତ ଅଳ୍ପ ଟିକେ ମୁଁ ତେଲ ଏଡ଼୍ କରିଛି, ଯେ ଗୋଟେ ଚାମଚ ତେଲ ଏଡ଼୍ କରିଛି। ତେଲକୁ ଏଡ଼୍ କରିସାରିବା ପରେ ଚାରିଆଡ଼େ ଆମେ ସେ ତାୱାରେ ପୁରା ଗ୍ରୀସ୍ କରିଦେବା। ଗ୍ରୀସ୍ କରିସାରିବା ପରେ ଆମେ ସେଇଥିରେ ଏଡ଼୍ କରିବା ଯେତିକି ବଡ଼ ସାଇଜ୍ରେ ଆପଣମାନେ ଚକୁଳି ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ ସେଥିରେ ବେଟର୍ ଏଡ଼୍ କରିବେ। ଏଠି ଦେଖନ୍ତୁ ମୁଁ ଏଠି ପୁରା 1.5 ବେଲା ଏଡ଼୍ କଲି। ଏଡ଼୍ କରିକିରି ଏଇଭଳି ପ୍ରୋସେସ୍ରେ ଆମେ ଟିକେ ଗୋଲାକାର ସେପ୍ ଦେଇଦେବାକୁ। ତ ଆପଣମାନେ ଯେତିକି ବଡ଼ ସାଇଜ୍ର ଆଉ ଯେତିକି ପତଲା ବହଳିଆ ବନେଇବାକୁ ଚାହିଁବେ ସେ ଅନୁସାରେ ଏଠି ବନେଇ ପାରିବେ। ଅଧିକ ବହଳିଆ ନାହିଁ କି ଅଧିକ ପତଲା ନାହିଁ, ସେଇଭଳି ପ୍ରୋସେସ୍ରେ ମୁଁ ପ୍ରସ୍ତୁତ କରିଛି। ଯଦି ଆଉ ଟିକେ ପତଲା ବନେଇବାକୁ ଚାହୁଁଛନ୍ତି ତାହେଲେ ଦେଖିବେ ଆଉ ଟିକେ ପାଣି ଯଦି ଦେଇଦେବେ ତାହେଲେ ପୁରା ପତଲା ବନିକି ରେଡ଼ି ହେଇଯିବ। କିନ୍ତୁ ଦେଖିବେ ଅଧିକା ବହଳିଆ ନାହିଁ କି ଅଧିକା ପତଲା ନାହିଁ, ଚକୁଳି ଯଦି ପ୍ରସ୍ତୁତ କରିବେ ଏ ଭେଜିଟେବୁଲ୍ ଚକୁଳିଟି, ତାହେଲେ ଦେଖିବେ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିବ। ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେବାକୁ ଦେବେ। ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଇସାରିବା ପରେ ହାଲକା ଗୋଲ୍ଡେନ୍ କଲର୍ ଆସିସାରିବା ପରେ ପୁଣି ଥରେ ଓଲଟେଇ ଦେବେ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ପୁରା ଇଜି ପ୍ରୋସେସ୍ରେ ବନିକି ରେଡ଼ି ହେଇଯାଏ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ, ଦେଖିବେ ପରଫେକ୍ଟ ବନିକି ରେଡ଼ି ହେବ। ତ ଇଏ ପୁରା 5ରୁ 10 ମିନିଟ୍ରେ ଆପଣମାନେ ବନେଇକି ରେଡ଼ି କରିପାରିବେ। ତ ଦେଖନ୍ତୁ ବନିକି ରେଡ଼ି ହେଇସାରିଲାଣି। ତ ଏବେ ଚାଲନ୍ତୁ ଆକୁ ଆମେ ଗୋଟେ ପ୍ଲେଟ୍କୁ ବାହାର କରିଦେବା। ଛୁଆମାନଙ୍କୁ ଯଦି ଟିଫିନ୍ ବକ୍ସରେ ବନେଇକି ଦେବେ ହେଲ୍ଦି ବି ରହିବ, ସେମାନେ ଭେଜିଟେବୁଲ୍ ଏମିତିରେ ଖାଇବାକୁ ପସନ୍ଦ କରନ୍ତିନି। ତ ଏଇଭଳି ପ୍ରୋସେସ୍ରେ ବନେଇକି ଦିଅନ୍ତୁ। ତ ଭେଜିଟେବୁଲ୍ ଟିକେ ହାଲକା ଭାଜିକି ଦେବେ ତ ସଫ୍ଟ ହେଇଯିବ, ପୁରା ଚକୁଳିରେ ବି ପୁରା ମିକ୍ସ ହେଇଯିବ ଆଉ ଖାଇବାକୁ ବି ସ୍ୱାଦିଷ୍ଟ ଲାଗିବ। ସେମାନେ ଜାଣି ହିଁ ପାରିବେନି ଯେ ଏଥିରେ ଭେଜିଟେବୁଲ୍ ଅଧିକା ପଡ଼ିଛି ବୋଲି। ତ ପୁଣି ଥରେ ଦେଖନ୍ତୁ, ପୁଣି ଥରେ ସେମ୍ ପ୍ରୋସେସ୍ରେ ଆମେ ସେଥିରେ ତେଲ ଏଡ଼୍ କରିବା ତାୱାରେ। ତେଲ ଟିକେ ଗରମ ହେଇସାରିବା ପରେ ପୁଣି ଥରେ ଆମେ ସେଥିରେ ବେଟର୍କୁ ଏଡ଼୍ କରି ଆମେ ତାକୁ ଚକୁଳିର ସେପ୍ ଦେଇଦେବା। ଗୋଟେ ସାଇଡ଼୍ ପୁଣି ଥରେ ସେମ୍ ପ୍ରୋସେସ୍ରେ ଫ୍ରାଏ ହେବାକୁ ଦେବା, ପୁଣି ଥରେ ଓଲଟେଇବା। ତ ଫାଇନାଲି ଆମର ରେସିପିଟି ବନିକି ବି ରେଡ଼ି ହେଇସାରିଲାଣି। ଝଟପଟ ବନିକି ରେଡ଼ି ହୁଏ ରେସିପିଟି। ଆପଣମାନେ ଥରେ ମାତ୍ର ଟ୍ରାଏ କରନ୍ତୁ, ଦେଖିବେ ଘରେ ସମସ୍ତେ ପସନ୍ଦ କରିବେ। ତ ପୁଣି ଥରେ ଚାଲନ୍ତୁ ଓଲଟେଇ ଦେବା। ତ ଏଇଭଳି ପ୍ରୋସେସ୍ରେ ସେମ୍ ପ୍ରୋସେସ୍ରେ ଆମେ ସବୁତକ ଚକୁଳିକୁ ବନେଇକି ଏବେ ଆମେ ରେଡ଼ି କରିଦେବା। ତ ଦେଖନ୍ତୁ ବନିକି ରେଡ଼ି ହେଇସାରିଲାଣି। ଆଉ ଟିକେ ହାଲକା ଗୋଲ୍ଡେନ୍ କଲର୍ ମୁଁ ଟିକେ ଅଧିକା ଏଥିରେ କଲି। ତ ଆପଣମାନଙ୍କ ପସନ୍ଦ ଅନୁସାରେ ଆପଣମାନେ ବନେଇବେ। ଆଉ ବନେଇବେ ଗରମ ଗରମ ଖାଇବେ ନା, ବହୁତ ସ୍ୱାଦିଷ୍ଟ ଲାଗେ। ତ ଖାଇବା ସମୟରେ ବି ଦେଖିବେ ଏଥିରେ ମୁଁ ଭୃସଙ୍ଗ ପତ୍ରକୁ ସ୍କିପ୍ କରିଛି। ଆପଣମାନେ ଚାହିଁଲେ ଭୃସଙ୍ଗ ପତ୍ରକୁ ଏଡ଼୍ କରିବେ ନା, ବହୁତ ବଢ଼ିଆ ଫ୍ଲେଭର୍ ଆସେ ଭୃସଙ୍ଗ ପତ୍ରରେ ବି। ମୋ ପାଖରେ ଯେହେତୁ ଭୃସଙ୍ଗ ପତ୍ର ନଥିଲା ତ ମୁଁ ଏଠି ସ୍କିପ୍ କରିଦେଇଛି। ଆଉ ଏଠି ଧନିଆ ପତ୍ରକୁ ସ୍କିପ୍ କରି କେବଳ ଭୃସଙ୍ଗ ପତ୍ର ଦେଇକି ବି ବନେଇ ପାରିବେ। ତ ଦେଖନ୍ତୁ ଫାଇନାଲି ରେସିପିଟି ଆମର ବନିକି ରେଡ଼ି ହେଇଗଲାଣି। ଫ୍ରେଣ୍ଡସ୍, ଆପଣମାନଙ୍କୁ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ତ ଦେଖନ୍ତୁ ଗୋଟେ ଚକୁଳିକୁ ଆପଣମାନଙ୍କୁ ମୁଁ ପାଖରୁ ଦେଖାଉଛି ଆଉ କେତେ ସୁନ୍ଦର ବି ଦେଖାଯାଉଛି। ଆଉ ପୁରା ଦେଖନ୍ତୁ ଟିକେ ଗ୍ରୀନ୍ ଗ୍ରୀନ୍ ଦେଖାଯାଉଛି, ପୁଣି ଜିରା ସୋରିଷ ସବୁ ଦେଖାଯାଉଛି ସେଥିରେ। ଆଉ ଖାଇବା ବି ବହୁତ ସ୍ୱାଦିଷ୍ଟ ଲାଗିବ। ତ ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଆଉ କେତେ ପୁରା ମାନେ
କଅଁଳିଆ ବା ସଫ୍ଟ ବନିଛି। ଦେଖନ୍ତୁ ଆପଣମାନଙ୍କୁ ମୁଁ ଖଣ୍ଡ କରିକି ଦେଖାଉଛି, ଯେମିତିକି ପାଟିରେ କରୁ କରୁ ମିଳିଯିବ। ତରକାରୀର ବି ଆବଶ୍ୟକତା ପଡ଼ିବନି, ଏତେ ସ୍ୱାଦିଷ୍ଟ ରେସିପି ଯେହେତୁ ଭେଜିଟେବୁଲରେ ଭରପୁର। ତ ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। କେମିତି ଲାଗିଲା କ'ଣ ଆପଣମାନଙ୍କର ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଫେସବୁକ୍ ପେଜ୍ରେ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।